ଏହି ଭିଡ଼ିଓରେ ଆମେ ଦଶମିକ ସଂଖ୍ୟା ଗୁଡ଼ିକର ତୁଳନା ଶିଖିବା। କେମିତି ଆମେ ଜାଣିବା ଆମ ପାଖରେ ଯଦି ଦୁଇଟି ଦଶମିକ ସଂଖ୍ୟା ଥିବ କେଉଁ ଦଶମିକ ସଂଖ୍ୟାଟି ବଡ଼। ଦେଖ ଏଠି ଆମ ପାଖରେ ଦୁଇଟି ଦଶମିକ ସଂଖ୍ୟା ଅଛି 156.348 ଏବଂ 156.361। ପ୍ରଶ୍ନରୁ ତୁମେ ମାନେ ଜାଣିପାରୁଥିବ ଯେ କେଉଁ ଦଶମିକ ସଂଖ୍ୟାଟି ବଡ଼। ଯେତେବେଳେ ତୁଳନା କରିବା ଆମେ ସ୍ଥାନୀୟ ମାନ ଗୁଡ଼ିକୁ ତୁଳନା କରିବା ଏବଂ ସଂଖ୍ୟାର ବାମ ପଟରୁ ତୁଳନା କରିବା। ଏବେ କାହିଁକି ବାମ ପଟରୁ? କାରଣ ଶତକ ସ୍ଥାନର ସ୍ଥାନୀୟ ମାନ ଦଶକ ସ୍ଥାନର ସ୍ଥାନୀୟ ମାନଠୁ ବଡ଼। ସେମିତି ଦଶକ ସ୍ଥାନର ସ୍ଥାନୀୟ ମାନ ଏକକ ସ୍ଥାନ ଠାରୁ ବଡ଼। ସେମିତି ଏକକ ସ୍ଥାନର ସ୍ଥାନୀୟ ମାନ ଦଶାଂଶ ଠାରୁ ବଡ଼। ଏବେ ଦେଖ ପ୍ରଥମ ସଂଖ୍ୟାର ଶତକ ସ୍ଥାନରେ ଅଛି 1, ଦ୍ୱିତୀୟ ସଂଖ୍ୟାର ଶତକ ସ୍ଥାନରେ କେତେ ଅଛି? 1 ଅଛି, ସମାନ ଅଛି। ତେଣୁ ଏବେ ଆମେ ଜାଣିପାରିବା ନାହିଁ ଯେ କେଉଁ ସଂଖ୍ୟାଟି ବଡ଼। ତାପରେ ଆମେ ଦଶକ ସ୍ଥାନକୁ ଯିବା। ପ୍ରଥମ ସଂଖ୍ୟାର ଦଶକ ସ୍ଥାନରେ ଅଛି 5, ଦ୍ୱିତୀୟ ସଂଖ୍ୟାର ଦଶକ ସ୍ଥାନରେ ବି 5 ଅଛି। ତେଣୁ ଏବେ ବି ଆମେ ଜାଣିପାରିବା ନାହିଁ। ତାପରେ ଆମେ କ'ଣ ଦେଖିବା? ଏକକ ସ୍ଥାନ। ଏକକ ସ୍ଥାନରେ ପ୍ରଥମ ସଂଖ୍ୟାର ଏକକ ସ୍ଥାନରେ କେତେ ଅଛି? 6 ଅଛି। ଦ୍ୱିତୀୟ ସଂଖ୍ୟାର ଏକକ ସ୍ଥାନରେ କେତେ ଅଛି? 6 ଅଛି। ତେଣୁ ଆମେ ତାପରେ ଦଶାଂଶ ସ୍ଥାନ ଦେଖିବା। ଦେଖ ଦଶାଂଶ ସ୍ଥାନରେ ବି ସଂଖ୍ୟା ଦୁଇଟିର ଅଙ୍କ କ'ଣ ସମାନ ଅଛି, 3 3 ଅଛି। ତାପରେ ଆମେ ଯିବା ଶତାଂଶ ସ୍ଥାନକୁ। ଏବେ ଯେତେବେଳେ ଶତାଂଶ ସ୍ଥାନରେ ଦେଖିବ ତୁମେ ପ୍ରଥମ ସଂଖ୍ୟାରେ କେତେ ଅଛି? 4 ଅଛି। ଦ୍ୱିତୀୟ ସଂଖ୍ୟାରେ କେତେ ଅଛି? 6 ଅଛି। ଏବେ 4 ବଡ଼ ନା 6 ବଡ଼? 6 ବଡ଼। ତେଣୁ ଦ୍ୱିତୀୟ ସଂଖ୍ୟାଟି ଏଠି ବଡ଼ ହେବ। ଦେଖ ଏବେ ଆମ ପାଖରେ ଏଠି ଦୁଇଟି ସଂଖ୍ୟା ଅଛି। ତୁମେ ଯଦି ଦଶମିକ ନ ଦେଖି ଖାଲି ସଂଖ୍ୟା ଦୁଇଟିକୁ ଏଠି ତୁଳନା କରିବ, ଦେଖିବ 3.229 ଏଇ ଗୋଟେ ବଡ଼ ଅଛି ତୁମକୁ ଲାଗିବ, କାରଣ ଏଟା 3229 ଅଛି। କିନ୍ତୁ ସେଟା ଭୁଲ ହେବ। ସ୍ଥାନୀୟ ମାନ ଗୁଡ଼ିକୁ ନେଇକି ତୁଳନା କରିବ। ଦେଖ ପ୍ରଥମ ସଂଖ୍ୟାର ଦଶକ ସ୍ଥାନରେ କେତେ ଅଛି? 3 ଅଛି। ଦ୍ୱିତୀୟ ସଂଖ୍ୟାର ଦଶକ ସ୍ଥାନରେ କୌଣସି ସଂଖ୍ୟା ଅଛି କି? ତୁମେ ଭାବିବ ଯଦି ଏଠି 3 ଅଛି, 3 ନାହିଁ। ଦ୍ୱିତୀୟ ସଂଖ୍ୟାର ଏଇଟା ହେଉଛି ଏକକ ସ୍ଥାନ। ଦଶକ ସ୍ଥାନରେ ଅଛି 0। ଏବେ 3 ବଡ଼ ନା 0 ବଡ଼? 3 ବଡ଼। ତେଣୁ 39.6 ଏ ସଂଖ୍ୟାଟି 3.229 ଠାରୁ ବଡ଼।